ଭଲ କରି ନଜର ପକାନ୍ତୁ ଦର୍ଶକ ବନ୍ଧୁ। ଏ ହେଉଛି କଟକ ରେଳ ବିଭାଗର ତୃତୀୟ ପ୍ରବେଶ ଦ୍ୱାର। ବେଶ୍ ଅତ୍ୟାଧୁନିକ ଉପାୟରେ ପ୍ରବେଶ ପଥ ସହ ବାହାର ରାଜ୍ୟ ଥିବା ପ୍ରବେଶ ଦ୍ୱାର ଭଳି ସଜ୍ଜିତ କରାଯାଇଛି। ପୂର୍ବରୁ କଲେଜ ଛକ ପଟେ ଦୁଇଟି ଗେଟ୍ ରହିଥିବା ବେଳେ ପୂର୍ବ ସମ୍ମୁଖରେ ପ୍ରବେଶ ଦ୍ୱାର ଯାତ୍ରୀମାନଙ୍କ ପାଇଁ ଯାତାୟାତରେ ଉପକୃତ ହେବ। ପାଠ ପଢ଼ି ଘରେ ବସିଥିବା କିଛି ଯୁବକଙ୍କ ଚାକିରି, ବ୍ୟବସାୟ କରି କିଛି ଯୁବକଙ୍କ ପରିବାର ଖୁସିରେ ରହିବା ପାଇଁ ଦୀର୍ଘ 14 ବର୍ଷ ଧରି ଯେ ସାଧାରଣ ଜନତା ମାନଙ୍କ ପାଇଁ ସେବା ମନୋବୃତ୍ତି ରଖି କରି ଆସୁଥିଲେ, ତାହା ଆଜି ପୁଅ ବିଧାୟକ ଥିବାବେଳେ ହୋଇଯାଇଥିବାରୁ ବେଶ୍ ଖୁସି ଥିବା ବାର୍ତ୍ତା ରଖିଛନ୍ତି ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ। ଏ ସମ୍ପର୍କରେ ଭାବୁଛି ବିଧାୟକ ଚୌଦ୍ୱାର କଟକଙ୍କୁ ପଚାରିଥିଲେ। ଭାବୁଛି ସେ ମଧ୍ୟ ଯେହେତୁ ତାଙ୍କର ଚେଷ୍ଟା ଥିଲା, ଆମର ଅକ୍ଲାନ୍ତ ଉଦ୍ୟମ ଥିଲା, ଦୀର୍ଘ ଦିନର ଗୋଟେ ଆଶା ଥିଲା, ସାରା ରାଜ୍ୟର ଜନସାଧାରଣ କେଉଁଭଳି ଭାବରେ ଗଣ୍ଡରପୁର ଶିଖରପୁର ଅଳ୍ପ ବାଟରେ ହେଉଛି ରେଲୱେ ଷ୍ଟେସନ୍, କିନ୍ତୁ ରେଲୱେ ଷ୍ଟେସନକୁ ଯିବା ପାଇଁ ଓମ୍ପି ଛକ ଦେଇ ବୁଲି ବୁଲି ଆସିବାକୁ ପଡ଼ୁଥିଲା। ତେଣୁ ଏ ଲକ୍ଷ୍ୟ ବିଧାୟକ ହେବା ପରଠାରୁ ଏ ଲକ୍ଷ୍ୟ ମନ ଭିତରେ ଥିଲା, ଯେଉଁଥିପାଇଁ ବାରମ୍ବାର ଏ ସମ୍ପର୍କରେ ଆଲୋଚନା କରାଯାଏ, କିନ୍ତୁ କୌଣସି ସୁଫଳ ମିଳୁନଥିଲା। ସେତେବେଳର କଲେକ୍ଟର କିଶୋର ମହାନ୍ତି ଥିଲେ, ଯେତେବେଳେ କିଶୋର ମହାନ୍ତିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ପରେ ନିର୍ମଳ ମିଶ୍ର କଲେକ୍ଟରଙ୍କ ସହିତ ଗୋଟେ ଜିଲ୍ଲାପାଳଙ୍କ ଅଫିସରେ ଗୋଟେ ମିଟିଂ ନେଇଥିଲୁ ବିଧାୟକ ଥିବା ସମୟରେ। ଭବାନୀ ଶଙ୍କର ଚୟନିକ ସମୟରେ ମଧ୍ୟ ମିଟିଂ ନିଆଯାଇଥିଲା। ଜମି ଓନର ଯେଉଁମାନେ ଥିଲେ ସେମାନେ ମଧ୍ୟ ରାଜି ହେଉନଥିଲେ ଯେ ଆମେ ଯେହେତୁ ସେଟା ପ୍ରାଇଭେଟ୍ ଲ୍ୟାଣ୍ଡଟି ରେଳବାଇ ଷ୍ଟେସନର ଦ୍ୱିତୀୟ ଭାଗ ପଟରେ ଶିଖରପୁର ଗଣ୍ଡପୁର ପଟର ଯେଉଁ ଦ୍ୱିତୀୟ ଗେଟ୍ ଯେଉଁଟା ଆଜି ମାନ୍ୟବର ମନ୍ତ୍ରୀ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଜି ଉଦ୍ଘାଟନ କରାଯାଇଛି। ତେଣୁ ସେ ଜାଗାଟି ପ୍ରାଇଭେଟ୍ ଲ୍ୟାଣ୍ଡ ଥିଲେ ପ୍ରଦୀପ୍ତ କୁମାର ସାହୁ, ବିଷ୍ଣୁଚରଣ ନାୟକ, ସତ୍ୟ ସୁନ୍ଦର ମିଶ୍ର, ତିନି ଜଣଙ୍କର। ଯେହେତୁ ପ୍ରାଇଭେଟ୍ ଲ୍ୟାଣ୍ଡ ସେଠି ସମ୍ଭବପର ହେଉନଥିଲା ଗୋଟେ ଗେଟ୍ ଖୋଲିବା ପାଇଁ। ଏ ସାରା ରାଜ୍ୟବାସୀ ଆସିଲେ ମଧ୍ୟ ଶିଖରପୁର ଗଣ୍ଡରପୁର ଦେଇ ଷ୍ଟେସନ କଟକ ରେଲୱେ ଷ୍ଟେସନକୁ ଯିବେ। କଟକ ରେଲୱେ ଷ୍ଟେସନର ଗୋଟେ ସୁନାମ ରହିଛି, କିନ୍ତୁ ଯେହେତୁ ବୁଲି ବୁଲି ଆସିବା ଗୋଟେ ବିଳମ୍ବ ହେଉଥାଏ, ତେଣୁ କିଭଳି ଭାବରେ ଗୋଟେ ଗେଟ୍ ଖୋଲିବ ସେ ଦିଗରେ ପ୍ରବଳ ଚେଷ୍ଟା ଥିଲା। ସମସ୍ତଙ୍କୁ ନେଇ ଗୋଟେ ମିଟିଂ କରାଯାଇଥିଲା। ସେତେବେଳର ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ବିଧାୟକ ଥିବା ସମୟରେ ବହୁତ ବାରମ୍ବାର ଆଲୋଚନା କରାଯାଇଥିଲା। ବିଧାନସଭାରେ ମଧ୍ୟ ଆଲୋଚନା କରାଯାଇଛି, କିନ୍ତୁ କୌଣସି ଫଳପ୍ରଦ ହୋଇନଥିଲା। ସୌଭାଗ୍ୟକ୍ରମରେ ଏସ୍ସିବି ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ଜମି ଯେଉଁ ଅଧିଗ୍ରହଣ କରାଯିବ, ସେ ଜମି ଅଧିଗ୍ରହଣ କଲାବେଳେ କିଛି ପ୍ରାଇଭେଟ୍ ଲ୍ୟାଣ୍ଡକୁ ମଧ୍ୟ ଆମେ ଆକ୍ୱାର କରିଥିଲେ। ସେତେବେଳେ ସରକାର ଆକ୍ୱାର କରି ଯେତିକି ପ୍ରାପ୍ତ ଦେବା କଥା ସେଠି ଦିଆଗଲା, ଯାହାଫଳରେ ପ୍ରାଇଭେଟ୍ ଲ୍ୟାଣ୍ଡ ଓନରଙ୍କ ଠାରୁ ଜମି କିଣିବା ପାଇଁ ଗୋଟେ ସ୍କୋପ୍ ଆସିଲା ଅଧିକ ମୂଲ୍ୟରେ। ସେ ସ୍କୋପ୍ ଥିବାରୁ ଏ କଥା ଯାଇ ମାନ୍ୟବର ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ୟାଡ଼୍ରେ 2 ଜଣ ଯାଇ ଗୋଟେ ଲେଖା ଦେଇଥିଲୁ ଯେ ଆଟଲିଷ୍ଟ ଗୋଟେ ସେକେଣ୍ଡ ଗେଟ୍ ଗୋଟେ ଖୋଲାଯାଉ, ପୁରା ଏଣ୍ଟାର ଓଡ଼ିଶାର ଜନସାଧାରଣ ଆସିବେ, ଗଣ୍ଡରପୁର ଦେଇ ରେଳବାଇ ଷ୍ଟେସନ ଯିବେ। ଏ କଥାଟା କିଛି ଦିନ ଧରି ଆଲୋଚନା ଚାଲିଲା। ପର୍ଯ୍ୟାୟକ୍ରମେ ଆଉ ଥରେ ମଧ୍ୟ କହିବା ଫଳରେ ସେତେବେଳର ୱାର୍କ ସେକ୍ରେଟାରୀଙ୍କୁ ସାଙ୍ଗେ ସାଙ୍ଗେ ଡାଇରେକ୍ସନ୍ ଦିଆଗଲା ଯେ ଯଦି 5,000 କୋଟି ଆମେ ଖର୍ଚ୍ଚ କରିବା ଏସ୍ସିବି ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ, ଜମି ଅଧିଗ୍ରହଣ କରାଯାଇଛି ପ୍ରାଇଭେଟ୍ ଜମି, ସେଠି ଯେତେବେଳେ ଟଙ୍କା ଦେଇପାରୁଛେ, ହ୍ୱାଇ ନଟ୍ ଏଠି କାହିଁକି ଦେଇ ହେବ ନାହିଁ। ଏ କଥା ଉପରେ ଆଲୋଚନା କରାଗଲା। ମାନ୍ୟବର ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଅନୁରୋଧ କରାଗଲା। ବିଧାୟକ ନିଜେ କରିଥିଲେ, ଲିଖିତ ଆକାରରେ ଦେଇଥିଲେ, ଏବଂ କରିବା ଫଳରେ ଆଜି ସେଟା ଗୋଟେ ଡାଇରେକ୍ସନ୍ ହେଲା ୱାର୍କସ ଡିପାର୍ଟମେଣ୍ଟ। ଏବଂ ଯେଉଁ 3 ଜଣ ଜମି ଓନର ତାଙ୍କୁ ବିଭିନ୍ନ ସମୟରେ ଓମ୍ପି ଡାକମଙ୍ଗଳା, କଟକ ସର୍କିଟ୍ ହାଉସ୍, ଭୁବନେଶ୍ୱର ସର୍କିଟ୍ ହାଉସ୍, ମାନ୍ୟବର ସାଂସଦ ମଧ୍ୟ ବର୍ତ୍ତମାନ ସାଂସଦ ଅଛନ୍ତି, ତାଙ୍କୁ ଘରକୁ ନେବା ବିଧାୟକ ଥିବା ସମୟରେ ବହୁଗୁଡ଼ିଏ କର୍ତ୍ତବ୍ୟ ସେମାନଙ୍କୁ ବୁଝେଇ କିଭଳି ଭାବରେ କାର୍ଯ୍ୟକ୍ରମ ହେବ। ମାନ୍ୟବର ସାଂସଦକୁ ମଧ୍ୟ କୁହାଯାଇଥିଲା ଯେ ଆପଣ ସାଂସଦ ଅଛନ୍ତି, କିଭଳି ଭାବରେ ଲ୍ୟାଣ୍ଡଟା
ସେମାନଙ୍କୁ ପଇସା ପାଇବେ ଆକ୍ୱାର କରାଯିବ ସେମାନେ ପଇସା ପାଇବେ ବହୁତ ଥର ଏ ସମ୍ପର୍କରେ ମଧ୍ୟ ଆଲୋଚନା ସାଙ୍ଗେ ସାଙ୍ଗେ ମାନ୍ୟବର ସେତେବେଳର ମୁଖ୍ୟମନ୍ତ୍ରୀ ଡାଇରେକ୍ସନ୍ ଦେଲେ ୱାର୍ ସେକ୍ରେଟାରୀ ବିଭାଗକୁ କଟକ R&B ଡିଭିଜନ ସୁପରିଟେଣ୍ଡେଣ୍ଟ RM ଡିଭିଜନ 2କୁ ଡାଇରେକ୍ସନ୍ ଦେଇଥିଲେ ଯାହାଫଳରେ ଜମି ଅଧିଗ୍ରହଣ ପାଇଁ ଆମର ଯିଏ ଅଛନ୍ତି ପ୍ରଦୀପ କୁମାର ସାହୁଙ୍କୁ 1 ଗୁଣ୍ଠ 9 କଡ଼ି ତା ଦାମ ହେଉଛି 71,40,000 ବିଷ୍ଣୁଚରଣ ନାୟକକୁ 3 ଗୁଣ୍ଠ 3 ଡିସମିଲ୍ 4 କଡ଼ି 2,42,00,000 ସତ୍ୟସୁନ୍ଦର ମିଶ୍ରଙ୍କୁ 1.5 ଗୁଣ୍ଠ ପାଇଁ 99 ଲକ୍ଷ ଏ ସମୁଦାୟ 4,13,00,000 ଟଙ୍କା ରାଜ୍ୟ ସରକାର ସେମାନଙ୍କୁ ଦିଆଗଲା ପ୍ରାପ୍ୟ ଦେଇ ଜମି ମଧ୍ୟ ସରକାରୀ ଅଧୀନକୁ ଆସିଲା ରେଳବାଇ ବିଭାଗକୁ ମଧ୍ୟ ଅନୁମତି ଦିଆଗଲା ଯାହାଫଳରେ ଗୋଟେ ସେଠି ରାସ୍ତା ଆଉ ଗୋଟେ ଗେଟ୍ଟି ହେବ ସେଥିପାଇଁ ମଧ୍ୟ ବଜେଟାରୀ ପ୍ରୋଭିଜନ୍ ମଧ୍ୟ କରାଗଲା 1,64,00,000 ର ରାସ୍ତା ଏବଂ ମେନ୍ ଗେଟ୍ ଏବଂ ଆଉ ଗୋଟେ ଇଏ ଟାୱାର ଗୋଟେ ଆପଣଙ୍କର ଟାୱାରଟା ପାଇଁ 1,10,00,000 ଟଙ୍କା ମଧ୍ୟ ସାଙ୍କସନ୍ କରାଯାଇଥିଲା ଯାହାଫଳରେ ଟେଣ୍ଡର 2ଟା ଟେଣ୍ଡର ହେଲା 1,64,00,000 ଟେଣ୍ଡର କରାଯାଇଥିଲା ତାକୁ ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ 2023 ଦିନ ଶିଳାନ୍ୟାସ କରିଥିଲେ ଆଜି ଯେଉଁଟା ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଉଛି ମାନ୍ୟବର ସାଂସଦ ମଧ୍ୟ ଅଛନ୍ତି ଆଉ କ୍ଲକ୍ ଟାୱାରଟି ଟେଣ୍ଡର ସରିଛି ବର୍ଷେ ହେବ କିନ୍ତୁ ସେ କଣ୍ଟ୍ରାକ୍ଟ ଯିଏ ନେଇଛନ୍ତି କଣ୍ଟ୍ରାକ୍ଟର ସେ କାହିଁ କାର୍ଯ୍ୟ ଆରମ୍ଭ କରିନାହାନ୍ତି ଭାବୁଛି ସେ କାର୍ଯ୍ୟଟି ହୋଇଗଲେ ଗୋଟେ ସୁନ୍ଦର ଭାବରେ ଏ ପୂର୍ବାଞ୍ଚଳ କଟକ ସହରବାସୀଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ମହୋଦୟ ମଧ୍ୟ ବହୁତ ସୁନ୍ଦର ଭାବରେ କଟକ ରେଲୱେ ଷ୍ଟେସନକୁ ପ୍ରାୟ କୋଟି କୋଟି ଟଙ୍କା ବ୍ୟୟରେ ତାକୁ ବାଗଉଛନ୍ତି ଆଟଲିଷ୍ଟ ଏଇ ଆବଶ୍ୟକତା ଥିଲା ଓଡ଼ିଶାବାସୀଙ୍କର ଏବଂ ରାଜ୍ୟ ଏବଂ କଟକ ସହରବାସୀଙ୍କର ତାକୁ ମଧ୍ୟ ପୂରଣ ହୋଇଛି ସେଥିପାଇଁ ପୂର୍ବ ସରକାର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇବା ସହିତ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ତାଙ୍କୁ ମଧ୍ୟ ଅଶେଷ ଅଶ୍ୱିନୀ ବୈଷ୍ଣବ ମହୋଦୟକୁ ମଧ୍ୟ ସାଂସଦ ଭର୍ତ୍ତରୀ ମତାବ ମହୋଦୟକୁ ମଧ୍ୟ କୃତଜ୍ଞତା ଜଣାଉଛି। ବ୍ୟୁରୋ ରିପୋର୍ଟ ଓଡ଼ିଶ୍ରୀ ଖବର। ଓଡ଼ିଶ୍ରୀ ଖବର ଯେତିକି ସତ୍ୟ ସେତିକି ତଥ୍ୟ ଅଧିକ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।